बुझिलु दीनानाथ मत लगुच सते जमी आम छाती भितर किए बोमा फुटाऊँ मन भारी डर। हाँ मत भी सेमती लगुच। आगे आम ए गाँव एते शांति थिला कहल भरोसा भाई। जुआड़े चाहब सबुआड़े सबुज खेत परसक 12 मास झरणा रे पानी थिला। एबे तो चिता करियो को टोपाई पानी नहीं। ये असुर दल कुआड़ू आसी पहाड़ भांगिले के जाने। कहते कौन ना पहाड़ रे सुना अच्छे। आजिकल आकाश का भी आ नीलिया देखा जाऊनी सबू केमती धुआलिया। लोकटा किए आम आड़े आसुना कौन? एटा कौन मन कहल का? आज्ञा हाँ आपण तुम गाँव मुखिया किए? आज्ञा मु कौन है बाबू? मु नयगढ़ आसी। तुम गाँव मालिक सौभाग्य मिश्र मो हाथ में खबर पठे। सौभाग्य मिश्र हठात सतरे? आज उपय बेला सौभाग्य बाबू तुम गाँव को आसवे। से हुकुम देइछंती केही जेमिति गाँ बाहर को न जाती। कौन बुझिल? ये 10-12 वर्ष भितर मालिक ए गाँ को आसवा तो कहीं मोर मन पड़ुनी। आज हठात एथर संसार उच्छन्न है बोली जान। आगुरी शुणुलु सौभाग्य मिश्र कुआड़े पहाड़ भांगुंट। एथर बोधे गाँ छाड़क पड़ो।
ପାଟି କରନି ବକର ବକର ବନ୍ଦ କର ଶୁଣ ଆଜ୍ଞା ଆଗ ଚଳାଇ କେହି କିଛି କହିବନି ବୁଝିଲ ଆସିବୁ ବୋଲୁ ଖଟିଆଟା ନେଇ ଆସିବୁ ହଁ ଭୀମା ଯା ନେଇ ଆ ହଁ ହଁ ଆଣୁଛି ବାବୁ ଆଇଥିଲେ ଏତେ ଦିନ ପରେ ଧୂଳି ଝଡଟା ହେଲା ବାବୁ ଦେଖିଲି ନମସ୍କାର ବସ ବସ ତମେ ଭରସା ତ ଏ ଗାଁର ମୁଖିଆ ନା? ହଁ ଆଜ୍ଞା ସବୁ ଆପଣଙ୍କୁ ଦୟା ହଜୁର ତୁମମାନଙ୍କ ସାଙ୍ଗରେ ମୋର ଗୋଟେ ଜରୁରୀ କଥା ଅଛି ସେଇଥିପାଇଁ ମତେ ନିଜେ ଆସିବାକୁ ପଡିଲା ଅନେକ ବର୍ଷ ପରେ ଆଜି ମୁଁ ତମ ଗାଁକୁ ଆସିଛି ଏସନ ବର୍ଷା ନ ହେବାରୁ ଧାନ ଅମଳ ଭଲ ହେଲାନି ହଜୁର ଜାଣେ ସେଥିପାଇଁ ଏସନ ଫସଲର ପୁରା ପାଉଣାଟା ଦେଇପାରିନୁ ହଜୁର ଜାଣେ ଧୂଳି ବାଲି ଏ ପଥର ଗୁଣ୍ଡରେ ଧାନ ବିଲ ସବୁ ପୋତି ହେଇ ପଡୁଛି ହଜୁର ତା ବି ଜାଣେ ଆର ସାଲକୁ ଚାଷ ଭଲ ହେଲେ ସବୁ ସୁଜି ଦବୁ ହଜୁରେ ସେଇଟା ବି ଜାଣେ ହେଲେ ଆର ସାଲକୁ ବର୍ଷା ଯଦି ନହେଲା ଧୂଳି ଯଦି ବଢିଲା ତାହେଲେ ସେଇ ଚିନ୍ତାରେ ତ ଆମକୁ ନିଦ ନାହିଁ ହଜୁର ଆପଣ ଆମ ମା ବାପ ଆମକୁ ଗୋଟେ ବାଟ ବତାନ୍ତୁ ପୁଣି ଯେ ନିର୍ବାଚନ ଆସୁଛି ସେ ଖବର ରଖିଛ ନିର୍ବାଚନ ମାନେ ଭୋଟ କଥା କେବେ ହବ ହଜୁର ଆସନ୍ତା ଜୁନ ମାସରେ ନିର୍ବାଚନ ବେଶୀ ଡେରି ନାହିଁ ଆଜିଠୁ ଠିକ 2 ମାସ ପରେ ହଁ ହଁ 2 ମାସ ଆଗରୁ ସରକାରୀ ଲୋକ ଆସି ଆମ ନାଁ ଗାଁ ଠିକଣା ବସ ସବୁ ଟିପି ନେଇଗଲେ କହିଲେ ଭୋଟ ବେଳେ କାମରେ ଆସିବ ଭୋଟ ବେଳେ କଣ କରିବାକୁ ହୁଏ ସମସ୍ତେ ଜାଣିଛ ତ ଜାଣିଛୁ ହଜୁର ଛପା କାଗଜରେ ମୋହର ମାରି ତାକୁ ଭୋଟ ବାକ୍ସରେ ଗଳେଇବାକୁ ହୁଏ ତାକୁ ହିଁ ଭୋଟ କହନ୍ତି ସବୁ କଥା ହିଁ ତ ଜାଣିଛ ଦେଖୁଛି ତେବେ ଶୁଣ ଏଥର ଭୋଟରେ ମୁଁ ଠିଆ ହେଇଛି ତମେ ସମସ୍ତେ ମତେ ଭୋଟ ଦବ ମୋର ଚିହ୍ନ ହଉଛି ମୟୂର ବୁଝିଲ ତ କଣ ମୋର ଚିହ୍ନ
এই ମୟୂର ଚିହ୍ନଟା ମନେ ରହେ ଯେମିତି। ମନେ ନିର୍ବାଚନ ମାନେ ଭୋଟ ଦିନ ଭୋଟ ବାବୁ ମାନେ ତମକୁ ଯୋଉ କାଗଜ ସବୁ ଦେବେ ସେଥିରେ ଅନେକ ପ୍ରକାରର ଚିତ୍ର ଥିବ, କିନ୍ତୁ ତମମାନେ ଏଇ ମୟୂର ଚିହ୍ନ ଉପରେ ମୋହର ମାରିବ, ତାହେଲେ ମୁଁ ଭୋଟ ପାଇଯିବି। ମନେ ରହିବ ତ? ହଜୁର, ଆପଣ ଆମ ବାପ ମା, କେତେ ମାନ ମହତ ଆପଣଙ୍କର। ଆପଣ କେତେ ବଡ ଲୋକ। ଆପଣ ନିଜେ ଆସି ଛାର ଭୋଟ ଖଣ୍ଡେ ମାଗୁଛନ୍ତି, ଆଉ ସେଇଟା ଆମେ ଦେଇପାରିବୁନି? ତୁ ତ ଏ ଗାଁର ମୁଖିଆ, ତୋ କଥା ଏଠି ସମସ୍ତେ ମାନନ୍ତି ନା? ହଁ ହଜୁର, ସବୁ ଆପଣଙ୍କ ଦୟା। ଖାଲି ଖାଲି ମୁଁ ଭୋଟ ନେବାକୁ ଚାହୁଁନି। ଯିଏ ମତେ ଭୋଟ ଦେବ 100 ଟଙ୍କା ପାଇବ। ମୁଁ ଗଲା ପରେ ସମସ୍ତଙ୍କୁ ଏ କଥା ଜଣେଇ ଦବୁ, ବୁଝିଲୁ? ତେରେ ଚୁପ୍ ରହିଲୁ କଣ? ବୁଝୁଛି ହଜୁର, ବୁଝୁଛି। ଦିନେ 2 ଦିନ ଭିତରେ ମୋ ଲୋକ ଆସିବ, କାହା ଘରେ କେତେ ଲୋକ କେତେ ଭୋଟ ହିସାବ କରିଦେଇଯିବ। ତାପରେ 2-4 ଦିନ ଛାଡି ପୁଣି ଆସି ଟଙ୍କା ଦେଇଯିବ। ସବୁ ଆପଣଙ୍କ କୃପା ହଜୁର। କିନ୍ତୁ ଗୋଟାଏ କଥା, ଟଙ୍କା ନେଇ ମୋ ସାଙ୍ଗେ ଯେମିତି କେହି ବେଇମାନ ନ କର। ନାଇଁ ହଜୁର, କେବେ ନୁହଁ। ଆପଣ ଗରିବଙ୍କ ବାପ ମା। ତୁ ତ ଜାଣୁ ଦୁନିଆର ସବୁ ଖବର ମୋ ପାଖେ ଥାଏ। ଏମିତି ତ ମୁଁ ଫୁଲ ପରି ନରମ, ହେଲେ ଥରେ ରାଗିଗଲେ। ନାଇଁ ହଜୁର, କେହି ଆପଣଙ୍କ ସାଙ୍ଗେ ବେଇମାନି କରିବେନି। ମୁଁ ବର୍ତ୍ତମାନ ଯାଉଛି। ଭୋଟରେ ଜିଣି MLA ହେଲେ ତମର ହିଁ ମଙ୍ଗଳ ହବ। ଏଠି ପକ୍କା ରାସ୍ତା ହବ, ସ୍କୁଲ ହବ, ବିଜୁଳି ବତି ଆସିବ, ଡାକ୍ତରଖାନା ହବ, ଚାଷ ପାଇଁ ନଳକୂଅ ଖୋଳା ହବ, ଆଉ ପଥର ଗୁଣ୍ଡ ଧୂଳି କଥା ବି ବୁଝିବି। ଆଚ୍ଛା ଭରସା ଭାଇ, ଏତେ ବର୍ଷ ପରେ ସୌଭାଗ୍ୟ ବାବୁ ଆମ ଗାଁକୁ ଆସିଲେ। ଭୋଟ କଥା ତ ଆମ ସମସ୍ତଙ୍କୁ କହିଲେ, ତମ ସାଙ୍ଗରେ କଣ ଫୁସୁରୁ ହେଲା କହୁଲା? ଆରେ ତୁ ନିବ ପାଟି ତୁ ନ କଲେ ଶୁଣିବା କେମିତି? ଆମ ସମସ୍ତଙ୍କୁ ସୌଭାଗ୍ୟ ବାବୁଙ୍କୁ ଭୋଟ ଦେବାକୁ ହବ, ତା ନହେଲେ ସାରା ଗାଁଟାକୁ ଜାଳି ପୋଡି ପାଉଁଶ କରିଦେବେ କହିଛନ୍ତି। ଏମିତି ଖାଲି ପଡି ପାଉଁଶ ଇଏ କୋଉ କଥା ମ? କିଏ ଭୋଟରେ କିଏ ଲଢୁଛନ୍ତି ସେ କଥା ତ ଆମେ ଜାଣିନୁ। ହଁ, କିଏ ଜାଣିଲେ ସିନା କଣ ଗୋଟାଏ କରିବୁ। ତମର ଜାଣିବା କିଛି ଦରକାର ନାହିଁ। କହିଯାଇଛନ୍ତି ତାଙ୍କୁ ଯୋଉମାନେ ଭୋଟ ଦେବେ 100 ଟଙ୍କା ଲେଖା ପାଇବେ। 100 ଟଙ୍କା? ହଁ, 100 ଟଙ୍କା। 100 ଟଙ୍କା? ଗୋଟା ଭୋଟକୁ 100 ଟଙ୍କା? ରାମ 2 3 ଆମ ଘରେ 3ଟା ଭୋଟ, 300 ଟଙ୍କା। ଆମ ଘରେ 3ଟା ଭୋଟ, 130, 300 ଟଙ୍କା। ଆଜି ସମସ୍ତଙ୍କ ଘରେ ସେଇ ହିସାବ। ଦିନୁ କକା ଦୋକାନରେ ବି ସେଇ କଥା ପଡିଥିଲା। ଦିନାଥ କକା ଘରେ ବେଶୀ ଭୋଟ, 6 ଜଣ, 600 ଟଙ୍କା। ଏ ଟୋକିଟା ଯଦି ଆଉ 2 ବର୍ଷ ଆଗରୁ ଜନ୍ମ ହେଇଥାନ୍ତା ନା, ଆଉ 100 ଟଙ୍କା ଅଧିକା ମିଳିଥାନ୍ତା। ସେମିତି କଣ କହୁଛ? ଏଥିରେ ତାର ଦୋଷ କଣ? ତୁ ଖାଇଲୁ ମା, ଖା। ନାଇଁ, ଇଏ ଶିବୁ ବାହାଘର ଚିନ୍ତାଟା ମନରେ ଅଛି ତ, ସେଇଥିପାଇଁ। 300 ଟଙ୍କା ତ ହେଲା, ଆଉ 700 ଟଙ୍କା କୋଉଠୁ ଆଣିବ? ସେଇ କଥା ତ ଭାବୁଛି।
ଯେମିତି ହଉ ଯୋଗାଡ଼ କରିବାକୁ ପଡ଼ିବ। 700 ଟଙ୍କା ପାଇଁ କ'ଣ ବାହାଘରଟା ଅଟକି ଯିବ? ମୁଁ ଭାବୁଥିଲି କ'ଣ କି 3 ବସ୍ତା ଧାନ ବିକିଦେଲେ ତ 600 ଟଙ୍କା ମିଳିଯାଆନ୍ତା। 3 ବସ୍ତା ଧାନ ବିକିଦେଲେ ଆମେ ଖାଇବା କ'ଣ? ସେ କଥା ପରେ ଦେଖାଯିବ, ଆଗ ବାହାଘରଟା ସରୁ। ହଉ ତମରି କଥା ହେଲା। 300 ଆଉ 600 900 ଟଙ୍କା ଆଉ 100 ଟଙ୍କା। ହଁ 100 ଟଙ୍କା। 100 ଟଙ୍କା କ'ଣ କମ୍? 100 ଟଙ୍କା ହେଲେ ତ ତୋ ପାଇଁ ଖଣ୍ଡେ ଲୁଗା, ଏ ଛୁଆଙ୍କ ପାଇଁ 2 ଖଣ୍ଡ ଜାମା, ଧାନ ମଡ଼ା କାମ, ଏ ମଶାରୀ ଖଣ୍ଡେ କିଣିବି ବୋଲି ଭାବିଥିଲି, କିଛି କିରାସିନ ତେଲ ଏସବୁ ହେଇଯାଆନ୍ତା। ତା ଛଡ଼ା ମାସକର ବିଡ଼ି ଖର୍ଚ୍ଚ ବି ଚଳିଯାଆନ୍ତା। ହେଲେ ବାହାଘର କଥା ତ ଆଗ। ମୋ ବାହାଘର ପାଇଁ ତମେ ସବୁ ଏମିତି ମୁଣ୍ଡ ଖରାପ କଲେ ତୁ ସେଥିରୁ କ'ଣ ପାଇବୁ? ଯେମିତି ହେଲେ ତ ତୋ ବାହାଘର ପୁଣି କରିବାକୁ ପଡ଼ିବ। ଘରେ ତ ଆଉ କିଛି ନାହିଁ ଯେ ବିକିଦେଲେ 100 ଟଙ୍କା ଆସିଯିବ। ଆଚ୍ଛା, ଏ ଅନାଥ ବୁଢ଼ାକୁ ତ ଆଜି ଦେଖୁନି। ହଁ, କାଲି ରାତିରୁ ବୁଢ଼ାର ଦେଖା ନାହିଁ। ନା ନା, ବୁଢ଼ାଟାର ଖବର ନେବାକୁ ପଡ଼ିବ। ସେ ଭିକାରୀ ବୁଢ଼ାଟା ପାଇଁ ଆଜି ଏ ଦରଦ କାହିଁ ଉଛୁଳି ପଡ଼ିଲା ଶୁଣେ। ଶୁଣ, କଥାଟା ଭାରି ଗୁମର। ଗାଁରେ ଖଚୁଆ ମୁଛୁଆ ଲୋକଙ୍କର ଅଭାବ ନାହିଁ। ବୁଢ଼ାକୁ ଟିକେ ଆଦର କରି ଟଙ୍କା 100ଟା ହାତେଇବା ପାଇଁ ସମସ୍ତେ ଲାଗି ପଡ଼ିବେ। ଏ ଶିବୁ, ସଳ ସଳ ଖାଇଲୁ ଯିବା। ଅନାଥ କକା, କିଏ? ମୁଁ ଭରସା, ସାଙ୍ଗରେ ଶିବୁ। କବାଟ ଖୋଲା ଅଛି, ଭିତରକୁ ଆ। ଆଜି ଦ୍ୱିପହରେ କାଶୁ କାଶୁ ରକ୍ତ ପଡ଼ିଲା। ମୁଁ ବୋଧେ ଆଉ ବଞ୍ଚିବି ନାହିଁ ରେ। ପାଟିରୁ ରକ୍ତ ପଡ଼ିଲେ ମଣିଷ ମରିଯାଆନ୍ତି ନା କ'ଣ? ଏ ବାଜେ ଚିନ୍ତା ଆଉ କରିବନି। ହେଲେ ବଞ୍ଚିବି କେମିତି? ଆଉ ବଞ୍ଚିବା ଲାଭ କ'ଣ? ଆଜି ରାତିଟା କଷ୍ଟ କରି କଟେଇ ଦିଅ। କାଲି ସକାଳୁ ଡାକ୍ତରଖାନା ନେଇଯିବି, ସବୁ ଠିକ ହେଇଯିବ। ଡାକ୍ତରଖାନା? ସେ ତ ବହୁତ ଦୂର। ସେଇ ନୟାଗଡ଼ ସହରରେ 8-10 କୋଶ ବାଟ ହବ। ଆଉ
ଚାଲିବାକୁ ବଳ ପାଉନାହିଁ ରେ। ବ୍ୟସ୍ତ ହୁଅ ନା, ଆମେ ତମକୁ ନେଇଯିବୁ। ଏମିତି ଅନେଇଛ କଣ? ଟିକେ ଆରାମ କର। ଠାକୁରେ ତମର ମଙ୍ଗଳ କରନ୍ତୁ, ହେଲେ ଆରାମ କରିବି କେମିତି? ଖାଲି ପେଟରେ କଣ ନିଦ ହୁଏ? ରାତିଟା ପାଉଛି କି ନାହିଁ ଦେଖ। ନାଇଁ, ତମେ ଚିନ୍ତା କରନି, ଆମେ ତମ ପାଇଁ ଖାଇବା ନେଇ ଆସିଛୁ। ତମେ ଟିକେ ଖାଇଦେଲ, ଅଳ୍ପ ଟିକେ ଖାଇଦେଲେ ଭଲ ଲାଗିବ। ନିଅ, ଖାଇଦିଅ। ମୋ ପାଇଁ ଖାଇବାର ଆଣିଛୁ? ହଉ ଦେ।